ପିଲାମାନେ ଆଜି ଆମେ କିଛି ତ୍ରିମାତ୍ରିକ ବସ୍ତୁର ଉଦାହରଣ ଦେଖିବା। ଯେପରି ତ୍ରିଭୁଜ, ଆୟତକ୍ଷେତ୍ର, ବର୍ଗଚିତ୍ର, ଟ୍ରାପିଜିୟମ୍, ସାମନ୍ତରିକ କ୍ଷେତ୍ର ବିଷୟରେ କିଛି ସମ୍ୟକ ଜ୍ଞାନ ଆହରଣ କରିବା। ପ୍ରଥମେ ଆମେ ତ୍ରିଭୁଜ ବିଷୟରେ ପଢ଼ିବା। ତ୍ରିଭୁଜ କାହାକୁ କହିବା? ତିନି ବାହୁ ଦ୍ୱାରା ଆବଦ୍ଧ କ୍ଷେତ୍ରକୁ ତ୍ରିଭୁଜ କୁହାଯାଏ। ଏପରି ତିନୋଟି ବାହୁ କ'ଣ କ'ଣ? এবি ବାହୁ, ବିସି ବାହୁ ଓ ଏସି ବାହୁ। ତାପରେ ଦେଖିବା ଆୟତକ୍ଷେତ୍ର। ଆୟତକ୍ଷେତ୍ର କାହାକୁ କୁହାଯାଏ? ଯେଉଁ ଚତୁର୍ଭୁଜର ଦୁଇ ବିପରୀତ ବାହୁ ପରସ୍ପର ସମାନ ଓ ପ୍ରତ୍ୟେକ କୋଣ ସମକୋଣ ବା 90 ଡିଗ୍ରୀ, ତାକୁ ଆମେ କ'ଣ କହିବା? ଆୟତକ୍ଷେତ୍ର। ଏବଂ ଆୟତକ୍ଷେତ୍ରରେ ଦୁଇଟି କର୍ଣ୍ଣ ଥାଏ, ଯେପରି ଏସି କର୍ଣ୍ଣ ଓ ବିଡି କର୍ଣ୍ଣ। ତାପରେ ଦେଖିବା ବର୍ଗକ୍ଷେତ୍ର ବା ବର୍ଗଚିତ୍ର। ବର୍ଗକ୍ଷେତ୍ର କାହାକୁ କହିବା? ଯେଉଁ ଚତୁର୍ଭୁଜର ଚାରୋଟି ବାହୁ ପରସ୍ପର ସମାନ ଓ ପ୍ରତ୍ୟେକ କୋଣ ସମକୋଣ ବା 90 ଡିଗ୍ରୀ। ବର୍ତ୍ତମାନ ଆମେ ଟ୍ରାପିଜିୟମ୍ ବିଷୟରେ ଜାଣିବା। ଟ୍ରାପିଜିୟମ୍ କାହାକୁ କୁହାଯାଏ? ଯେଉଁ ଚତୁର୍ଭୁଜର ଏକ ଯୋଡ଼ା ବିପରୀତ ବାହୁ ସମାନ୍ତର, ତାହାକୁ ଟ୍ରାପିଜିୟମ୍ କୁହାଯାଏ। ଯେପରି ଏଡି ବାହୁ ସହିତ ବିସି ବାହୁ ସମାନ୍ତର। ତାପରେ ଆସିଲା ସାମନ୍ତରିକ ଚିତ୍ର କାହାକୁ କୁହାଯାଏ? ସାମନ୍ତରିକ ଚିତ୍ର ହେଉଛି ଯେଉଁ ଚତୁର୍ଭୁଜର ଦୁଇ ଯୋଡ଼ା ବିପରୀତ ବାହୁ ସମାନ୍ତର, ତାହା ଏକ ସାମନ୍ତରିକ ଚିତ୍ର। ଯେପରି ଏଡି ବାହୁ ସହିତ ବିସି ବାହୁ ସମାନ୍ତର। ତାପରେ ଆସିଲା ରମ୍ବସ୍। ରମ୍ବସର ଚାରୋଟି ବାହୁ ପରସ୍ପର ସମାନ କିନ୍ତୁ ପ୍ରତ୍ୟେକ କୋଣ 90 ଡିଗ୍ରୀ ନୁହନ୍ତି ବା ସମକୋଣ ନୁହନ୍ତି, ତାକୁ ଆମେ ରମ୍ବସ୍ କହିବା। ଧନ୍ୟବାଦ।